আখি বুঝাকু লুহ বুঝা আখি বুঝাকু লুহ বুঝা गुरु आज कौन भारी प्रेम रे कथा कौन ए तप गुरु तू ए तप गुरु और गोटे प्रश्नर उत्तर देबे हाँ पचार बोलो मनीष केतेबेले कांदे क जेतेबेले ताकू किछि कथा बादे से कांदी अच्छा कांदिले ता आखिरु लुह झरेगा नहीं हाँ कांदिबा मात्रे तो आखिरु लुह झरिबा सुनिश्चित विधि गोटे लोकर ना क हाँ ताकू बाधेची से कांदुची हेले ता आखिरे लुह नहीं क बाधे कांदे हेले आखिरु लुह झरे ना 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 सेमिति लोक नाही अछि गुरु सेमिति लोक अछि आउ से लोकटा होछि ओ देख वो कादुची बे वो कादुची नागा ओ वो कादुची ओ जोर कादुची हेले वो आखिरे लोन से झियर बापुटा हाँ तो डायलॉग कहला वो कहली हाँ ओ स्त्री सारिया सेदिन चांदनी राती गीतरे नाचिला से ताली बाइला तापरे ओ मो को 500 टका फुपाड़ी मते उपहास कला सोटा जानिबी गोटे कलाकार को उपहास कल ता कला को मर्यादा कर गोटे कलाकार को केते कष्ट हुए किए थे मो गुरु को उपहास करची गुरु खाली ता नाटा थरे मते कुओ मु जदी ताकू चोट न मारिची ताले मोना तप नुहे खाली सेदिगी नरे तप गुरु मते छटलो कइला भिखारी कइला तो मोटा पाई ताकू केते नेउरा आली ता गोड़ तळे पड़िली सुड़िलानी तो सुड़ी डाली कोरुटी आम स्वामी स्त्री को माड़ मारी गोड़े धक्का दे गुरु ता हाथटा को मोड़ी की भांगी देई पारलोनी नाई रे तप गुरु ए शिवा पटाटा सिला ड्रामा रे विलियन रोल करे हेले ड्रामा रे जते बेले पैथेटिक सीन चली था हिरोइन अलगा होती सलाई वाला टापे गिली सलाई बदी दी इन्नु में थाई से डायलॉग गुड़ा सुनी आखिर लोचन आसिर ना ए संपद संपद आ आ जवाबर तो कोला से झियो रहला नाही तो भाई एमिति गुटे बहु नहीं आसीबी से कोटी करे कोटी आई दिबो जवाबर तू मन दुख करना ए तो अरे तू एक कथा कहू तो तू मन दुख करना की तो किड़ा तू संभाल अरे बिनी रे ना मु कोन कहूतिल कि शीतल ओ गरीबा पर झियो केबे भलो हृदय रही रथी जा रक्तर औकात जे रक्तर सृष्टि संतान केबे सुख दुखर साथी से सूर्य मिश्र केवल तो मन भागी
ନନା କୁଲାଟୁଆ କହିଛି ତୋ ନନା ବୋଉକୁ ମାଡ଼ ମାରି ଗଳାରେ ଧକ୍କା ଦେଇ ଧରୁବା ଏ ବ୍ରାହ୍ମଣ କଳକାର ଶିବା ପଣ୍ଡା ଆଜି ଅଭିଶାପ ଦଉଛି ଝିଅ କେବେ ଭଲରେ ରହିପାରିବ ବାପ ଅହଙ୍କାର ଫଳ ଝିଅ ଭୋଗିବ ଝିଅ କାନ୍ଦିବ ବାପ ବି କାନ୍ଦିବ ନନା ମୁଁ ଶୀତଲକୁ ବାହା ହେଇଛି ସବୁ ପିଇ ଦେ ନିଶା ଦରକାର ନିଶା ନହେଲେ ତୁ ବିଷ ପିଇ ପାରିବୁନି କାହିଁକି ବା ମୁଁ ବିଷୟରେ ମୁଁ କଣ ତମରି ଆରେ ସପଦ ତୁ ଏଠି ଛିଡା ହେଇଛୁ ଟେ ତୋ ନନା ସବୁ କେମିତି କଥାବାର୍ତ୍ତା କରୁଛନ୍ତି ତୁ ଶୁଣୁଛୁ ନା ନାଇଁ ଯେ ହୟ ମୁଁ କାହିଁ ବିଷ ପିଇବି ମୋର କଣ ହେଇଛି ଯେ ବାଟ ସାରା ବୁଝେଇ ଆସିଲି ଘରେ ବୁଝେଇଲି ସେ କଥାକୁ ଭୁଲି ଯାଅ ସେଇ କଥାକୁ ଧରି ବସି 2ଟା ବୋତଲ ସାର ଦେଇଥିଲ ଆଉ ଗୋଟେ ଅଧାଟା ଥିଲା ତାକୁ ବି କଥା ବୋଲରେ ଆଉ ନଉନ ଦେହ ମୁଣ୍ଡକୁ ଦେଖିବ ନା ନାଇଁ ଏ ବାପା ସମ୍ପଦ ତୁ ମନ ଦୁଃଖ କରୁଛୁ କି ଏ ବାପା ତୁ ଜମା ମନ ଦୁଃଖ କରନା ଏ ଶୀତଳ ଠାରୁ ଆମେ ତ ପାଇଁ ଭଲ ଝିଅଟେ କରିଦବୁ କୋଉ ଶୀଘ୍ର ଆମେ ତୋର ବାହାଘର କରିଦବୁ ଆଜିଠାରୁ ସେ ଶୀତଳକୁ ତ ଭୁଲି ଯା ସେଇ ଶୀତଲକୁ ତ ପୁଅ ଭାଇ ଘରକୁ ନେଇ ଆଇছিল ହଉ ବୋଉ ଶୀତଲ ବାହାରେ ଅପେକ୍ଷା କରିଛି ନାଇଁ ବୋଉ ନାଇଁ ତୁ ମତେ ବିଶ୍ୱାସ କଲୁ ପରିସ୍ଥିତିରେ ସେମିତି ହେଇଗଲା ପରିସ୍ଥିତି ଗଳାରେ ଧକ୍କା ଦେଇ ଘରୁ ସେ ପରିସ୍ଥିତି ଠାରୁ ଏ ପରିସ୍ଥିତିରେ କଣ ଏତେ ବଡ ହେଇଗଲା ତୁ ସେ ଅହଙ୍କାରୀ ଲୋକର ଝିଅକୁ ବାହା ନନା ମୁଁ ସେ ଝିଅକୁ ବାହା ହେଇନଥିଲେ ସେ ଆତ୍ମହତ୍ୟା କରିଥାନ୍ତ ନନା ଶୀତଳକୁ ବାହା ହେଇ ତୁ ଆମ ଦି ଜଣକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଦେବୁ ସେମିତି କହନା ତୁ ଆଲୋ ତୁ ମରିଗଲେ ମୁଁ କଣ ବଞ୍ଚି ପାରିବି ଆଲୋ ମୁଁ ପରା ତୋରି ପୁଅ ଶାସ୍ତ୍ର କହିଛି ପୁତ୍ର କୁପୁତ୍ର ହେଇପାରେ ହେଲେ ମାତା କେବେ କୁମାତା ହେଇପାରେନି ତୁ ମତେ ବିଶ୍ୱାସ କଲୁ ଶୀତୁଦାନା ଭାରି ଭଲ ଝିଅ ସେମିତି ହେଇନଥିଲେ ସେ ତା ଜନ୍ମ କଲା ବାପା ସେ ରାଜପ୍ରସାଦ ଭଳି ଘର ଆଉ ସେମିତି ଅଏସ ଆରାମକୁ ଛାଡି ମତେ ବାହା ହେଇ କେବେ କଣ ଏତିକି ଆସିଥାନ୍ତା ଏଇଟା ତ ସତ କଥା ଏତେ କଥା ତ ମୋ ମୁଣ୍ଡରେ ପଶି ନଥିଲା ମୋ ଶପଥ ଠିକ କହୁଛି ତମେ ତାକୁ ଭୁଲ ବୁଝନି ତୁ ଠିକ କହିଥିଲୁ ସାରିଆ ତାକୁ ଭୁଲ ବୁଝି ଲାଭ କଣ ଏଥିରେ ତାର କିଛି ଭୁଲ ନାହିଁ ସବୁ ଭୁଲ ହଉଛି ତୋର କଣ ତୁ ବୋଧେ ଆଉ କାହା ସହିତ ପାପ ରଖି ଏଇଟାକୁ ଜନ୍ମ ଏବେ ତୁ ଯଦି ମୋ ପଇତା ତୁ ସେଇ ଝିଅଟାକୁ ବାହାରି ନନା ସେ ଦାଣ୍ଡ ଦୁଆର ମୋର ମୁଁ ସେ ଝିଅକୁ ବାହା ହେଇ କିଛି ଭୁଲ କରିନି ମତେ ଭୁଲ ବୁଝନି ନନା ଭୁଲ କରିନି ବୁଝନି ଶୁଣ ଏଡେ ବଡ ପିଲାଟାକୁ କଣ କି ହାତ ଉଠଉଛ ମୁଁ କଣ କହୁଛି ମୋ କଥା ଟିକେ ଶୁଣ ଏଥିରେ ସେ ଝିଅଟାର ଦୋଷ କଣ କହିଲ ସେମିତି ହେଇନଥିଲେ ସେ କଣ ତା ବାପ ଘର ଛାଡି ମୋ ସପ ସହିତ ଆମ ଘରକୁ ଆସିଥାନ୍ତା
ମାଇକିଣା ତୁ ବି ବଦଳି ଗଲୁ ସେଦିନ ସେ ଅପବାଦ ସବୁ ଭୁଲିଗଲ ତୁ ଏ ସପ ଭଲରେ କହୁଛି ସେ ଗାଲ ଦ୍ୱାର ମୋରୁ ସେ ଝିଅକୁ ବାହାର କରବେ ସେ ନନା ଚାଲ ଯିବା ଗାଁକୁ ଜଣେ ବାପାର ମାନ ସମ୍ମାନ ସ୍ୱାଭିମାନ ତା ଝିଅ ମୁଁ ମାନୁଛି ମୋ ଡାଡି ଆପଣଙ୍କୁ ବହୁତ ଅପମାନ ଦେଇଛନ୍ତି କାଲି ସକାଳେ ଦୁନିଆ ଜାଣିବ ଶିଳ୍ପପତି ସୂର୍ଯ୍ୟ ମିଶ୍ରର ଝିଅ ଗୋଟେ ଗରିବ ପୁଅ ସାଙ୍ଗରେ ଫେରାର ହେଇଯାଇଛି ଏଇଟା କଣ ମୋ ଡାଡି ଆପଣଙ୍କୁ ଦେଇଥିବା ଅପମାନ ଯନ୍ତ୍ରଣାର ଶାସ୍ତି ନୁହଁ ଅହଙ୍କାର ମଣିଷ ପାଖରୁ ସମସ୍ତେ ଦୂରେଇ ଯାଆନ୍ତି ନା ଏମିତିକି ଅହଙ୍କାର ନିଜ ଠାରୁ ନିଜକୁ ମଧ୍ୟ ଦୂରେଇ ଦିଏ ମୁଁ ମୋ ଡାଡିଙ୍କର ଜୀବନ ଥିଲି ଏ ଦେଖୁନାହାନ୍ତି ତାଙ୍କ ଅହଙ୍କାର ପାଇଁ ମୁଁ ତାଙ୍କଠୁ କେମିତି ଦୂରେଇ ଗଲି ଏ ପ୍ରକାର ଆପଣ ଖୁସି ରୁହନ୍ତି ଶୁଣିଛଟି ତମ ବୋହୁ କଣ କହୁଛି ୟାପରେ ତମେ କଣ କହିପାରିବ ଏ ଝିଅ ଭଲ ନୁହଁ ମୋ ଘର ବୋହୁ ହବା ପାଇଁ ଯୋଗ୍ୟ ନୁହଁ ସାରିଆ ହାତୀର ଦେଖେଇବା ଦାନ୍ତ ଅଲଗା ଖାଇବା ଦାନ୍ତ ଅଲଗା ଏ ଝିଅ ଜାପାନୀ ଗିଲାସରେ ପାଣି ପିଏ ମାର୍ବଲ ଚଟାଣରେ ଚାଲେ ଏ ମୋଟା ଗଦିରେ ଶୁଏ ଆଜି ତା ବାପ ଛାତିକି ଗୋଇଠା ମାରିଛି କୋଉଦିନ ତ କଲି ଚାକୁ ଗୋଇଠା ମାରିବ ଏକମାତ୍ର ପୁଅକୁ ତୋଠାରୁ ଚଢେଇ ନବ ଶେଷବେଳେ ତୋ ମୁହଁରେ ଗଙ୍ଗା ଜଳଟିଏ ଦବାକୁ କେହି ନ ହାତ ଛୋଡୁଛି ନା ସେମିତି ତା ଛାଇ ଯେମିତି ମୋ ଉପରେ ନ ପଡେ ମୁଁ ଶୀତଲକୁ ବାହା ହେଇ ସାରିଛି ମୁଁ ଏବେ ତାକୁ ଘରୁ ବାହାର କରିଦେଲେ ସେ କୁଆଡେ ଜୀବନ ନା କୋଉଠି ରହିବ ସେ ବୋଉ ଆଉ ଟିକେ ନନାଙ୍କୁ ବୁଝା ମୋ ବାଟ ମୋ ମୁଣ୍ଡ ବୁଝା ବାପା ତମେ କଣ ଜାଣିନା ସେ ଝିଅର ବାପା କେମିତିକା ସେ କଣ ପୁଣି ଥରେ ଶୀତଲ ଘରକୁ ଫେରେଇ ନେବେ ଶୀତଲ ଯଦି ଏ ଘରେ ନ ରହିବ ତାହେଲେ କୁଆଡେ ଯିବ ସେ କାହାର ହବ ଏତେ ପ୍ରଶ୍ନ ଉତ୍ତର ମୁଁ ଦେଇପାରିବିନି କି ପରୀକ୍ଷା ଦେବି ମୁଁ ଆପଣ କୁହନ୍ତୁ କଣ କଲେ ଆପଣ ମତେ ବିଶ୍ୱାସ କରିବେ ମୁଁ ସତ କହୁଛି ନା ଶପଥଙ୍କ ବିନା ମୁଁ ବଞ୍ଚି ପାରିବିନି ଦୟା କରନ୍ତୁ ମତେ ଏ ଘରେ ମତେ ରହିବାକୁ ମନା କରନ୍ତୁନି ଯାହା କହିବି ତୁ କରିପାରିବ ପାରିବି ଯଦି କହିବେ ମୁଁ ପିଠି ବତେଇ ଦଉଛି ମୋ ଡାଡିଙ୍କ ପ୍ରତି ଥିବା ସବୁ ରାଗ ଅଭିମାନ ମୋ ପିଠିରେ ସୁଝେଇ ଦିଅନ୍ତୁ ମାରନ୍ତୁ ପିଟନ୍ତୁ ଯାହା ଶାସ୍ତି ଦେବା କଥା ଦିଅନ୍ତୁ ହେଲେ ମତେ ଏ ଘରୁ ବହୁ ପୁଡ଼ିଆରୁ ବଞ୍ଚିତ କରନ୍ତୁନି ନନା ବଞ୍ଚିତ କରନ୍ତୁନି ମତେ ପୂର୍ବରୁ ତତେ ପେପରରେ ସିଗ୍ନେଚର କରିଦେବାକୁ ମୁଁ ତମ ଘରକୁ ଭାର ନେଇ ଆସିନି ଶୀତଲ ମିଶ୍ର ଏ ପେପର ଉପରେ ସିଗ୍ନେଚର କରିଦେବ ସିଗ୍ନେଚର କରିବ ମାନେ ତା ନାଁରେ ଥିବା ପ୍ରପର୍ଟି ଉପରେ ତାର କୌଣସି ଅଧିକାର ରହିବନି ତା ନାଁରେ ଥିବା ବ୍ୟାଙ୍କ ବାଲାନ୍ସରୁ ସେ ଗୋଟେ ଟଙ୍କା ବି ଉଠେଇବା ପାଇଁ ସକ୍ଷମ ହବନି ତାପରେ ମୁଁ ଦେଖିବି ତତେ ଭଲ ପାଉଥିବା ସମ୍ପଦ ପଣ୍ଡା ତତେ କେତେ ଭଲ ପାଇବ ମନେ ରଖ ସୂର୍ଯ୍ୟ ମିଶ୍ର ଟଙ୍କା ବେପାରୀ ଦେଖନ୍ତି ପ୍ରେମିକ ନୁହଁ ସ୍ୱାର୍ଥ ଦଲାଲ ଦେଖନ୍ତି କିନ୍ତୁ ମଣିଷ ନୁହଁ ଦିଅନ୍ତୁ ସେ ପେପର ଓ ସାଇନ୍ କର ଏଥିରେ ଓ କହୁଛି ଅଳ୍ପ ସାଇନ୍ କରେ ସୂର୍ଯ୍ୟ ମିଶ୍ର ନିୟତମ ପେପର
ତମ ଝିଅକୁ ତମେ ସାଙ୍ଗରେ ନେଇଯାଅ। ଚାଲି ଯାଆନ୍ତୁ ଏଠୁ। ଯଦି ତମ ଝିଅର ମଙ୍ଗଳ ଚାହୁଁଛ ସାଙ୍ଗରେ ନେଇଯାଅ ସୂର୍ଯ୍ୟ ମିଶ୍ର, ନହେଲେ କଣ କରିବ? ତମେ ଶୀତଲକୁ ଏ ଘରକୁ ଆଣିନ, ଶୀତଲକୁ ଏ ଘରକୁ ଆଣିଛି ମୋ ପୁଅ ସମ୍ପଦ। এইটা ମୋ ଘର, ମୋ ଘର ସେ ରହିପାରିବନି, এইটা ମୋର ଫାଇନାଲ କଥା। ଆଉ କଣ ହେଲେ ତମ ମନ ବୁଝିବ? ସେ ବସ ଉଠ ହବ। ବୁଝେଇ ପାରିବ ତ? ସେଇ କଥା ପଚାରୁଛି ଆଜ୍ଞା, ମୁଁ ତ ମାନୁଛି ଅହଙ୍କାରୀ ବାପର ଝିଅ ହବା ମୋ କର୍ମର ଦୋଷ, ଟଙ୍କା ସର୍ବସ୍ୱ ମଣିଷ ଘରେ ଜନ୍ମ ନେବା ମୋ ଭାଗ୍ୟର ଦୋଷ, ମୋ ବିଗତ ଜନ୍ମ ବାପର ଦୋଷ। ମୁଁ ତ ପ୍ରାୟଶ୍ଚିତ କରିବାକୁ ରାଜି ଅଛି। କୁହନ୍ତୁ ନା କଣ କଲେ ଆପଣଙ୍କ ମନ ଶାନ୍ତି ହବ? କଣ କଲେ ମତେ ଏ ଘରେ ବହୁର ସ୍ଥାନ ମିଳିବ? କୁହନ୍ତୁ ମତେ। 80 କି 50 କି 100 ନୁହଁ, ତୋ ବାଦର ଚୋଟାରେ 2 ପାହାର ତୋ ବୋପାକୁ ପିଟି ପାରିବୁ। କଣ ଭାବିଛ ନିଜକୁ? ଇନ୍ଦ୍ର ମହାରାଜା, ଆମେ ସବୁ ତମର ପ୍ରଜା। ଯୋଉ ନାଇଁ ସେଠି ମାଟି ଆସୁଛ ହୁସିଆର କରିଦଉଛି। ସେଦିନ ତମ ଘର ଥିଲା ବୋଲି ଯାହା ନାଇଁ ତାହା କହିଦେଲ, ଚାକ ଲଗେଇ ମାଡ଼ ମାରିଲ, ଧକ୍କା ବାରିଶରୁ ବାହାର କରିଦେଲ, ଆମେ ସବୁ ସହି ଗଲୁ। କିନ୍ତୁ ସହିବାର ପ୍ରଶ୍ନ ବି ଉଠୁନି। ଯେତେ ଶୀଘ୍ର ପାରୁଛନ୍ତି ଏ ଘର ଛାଡି ଚାଲି ଯାଆନ୍ତୁ। ଶୀତଲ, ତମ ଡାଡିଙ୍କି କହିଦିଅ ଯେତେ ଶୀଘ୍ର ପାରୁଛନ୍ତି ସେ ଘର ଛାଡି ଚାଲି ଯାଆନ୍ତୁ। ଚାଲି ଯାଆନ୍ତୁ ସେଠୁ। କୁଆଡେ ଚାଲି ଯାଉଛନ୍ତି ଡାଡି? ପାପ କରିଛନ୍ତି, ପ୍ରାୟଶ୍ଚିତ କରିବେନି। କରିବି ମୁଁ ମୋ ଠାରୁ ଜୋତା ପାହାର ଖାଇବେ। ତୁ ପୋତା ଚୋତାରେ ପିଠିବୁ। ଜୋତା ପାହାର ଖାଇବାକୁ ପ୍ରସ୍ତୁତ ହେଇଯାଅ ସୂର୍ଯ୍ୟ ମିଶ୍ର। ଏଇ ଦେଖ ତମ ଦେହରେ କେମିତି ବାଜିଲା ଜୋତାର ପାହାର। କାଟିଲା ନା? କେତେ ଜୋରରେ କାଟିଲା ଦେଖ ନା, ଦେଖ। ମୁଁ ଏଇ ସୂର୍ଯ୍ୟ ମିଶ୍ର ତମ ମାନଙ୍କୁ ଘରକୁ ଡାକି ଅପମାନ ଦେଇଥିଲା, ତାପରେ କେମିତି ଜୋତାର ପାହାର ବାଜୁଛି ଦେଖ। ପାଗଳି ହେଇଗଲୁଣି। ତୁମେ ଏଇଆ ଭାବୁଛ ନା ମୁଁ ମୋ ନିଜକୁ ପିଟୁଛି? ନାଇଁ, ମୁଁ ମୋ ଡାଡିକୁ ପିଟୁଛି। ମୁଁ ମୋ ଡାଡିଙ୍କୁ ବହୁତ ଭଲ ପାଏ, ମୋ ଡାଡି ବି ମତେ ବହୁତ ଭଲ ପାଆନ୍ତି। ସେଥିପାଇଁ ସିଏ ତାଙ୍କ ହାତରେ ଲେଖିଥିଲେ ମୋ ହାତରେ ଲେଖିଥିଲେ ଦେଖ ଦେଖ ସମସ୍ତେ, ଏଇଟା ଟାଟୁ ନୁହଁ, ଏଇଟା ମୋ ଭଲ ପାଇବା, ମୋ ଡାଡିଙ୍କୁ ନିବିଡ଼ ଭାବରେ ଭଲ ପାଇବା। ମୋ ଡାଡି ତମକୁ ପିଟିଥିଲେ ନା? ଦେଖ ଏଇ ପାହାଡ଼ଟା ତମ ପାଇଁ। ନା ଏଇ ପାହାଡ଼ଟା ତମ ପାଇଁ। କୁଆଡ଼େ ଚାଲି ଯାଉଛ ସୂର୍ଯ୍ୟ ମିଶ୍ର? ଆଉ ଦି ଚାରି ପାହାର ଖାଇକି ଯାଅ, ଦେଖି ଯାଅ ଅହଙ୍କାରୀ ଚଢ଼େଇଟା ଯୋଉ ଗଛରେ ବସା ବାନ୍ଧେ ସେ ଗଛରୁ କେମିତି କଞ୍ଚା ପତ୍ର ଖସି ପଡୁଛି। ଦେଖି ଯାଅ ସୂର୍ଯ୍ୟ ମିଶ୍ର, ଦେଖି ଯାଅ।
ସେଠୁ କଣ ହେଇଗଲା ଯା ଜଲ୍ଦି ପାଣି ନେଇ ଆ ବୋଉ ଏ ଜଲ୍ଦି ଟିକେ ପାଣି ନେଇ ଆ ଜଲ୍ଦି ହେ ଜଗନ୍ନାଥ ତମର କି ଅପରାଧ କରିଛି ପ୍ରଭୁ କାହିଁକି ଏମିତି ପରୀକ୍ଷା ନଉଛ କି ଦଣ୍ଡ ଦଉଛ ମତେ ପାଣି ଦିଅ ବା ଛୁଆଟା କାଶୁଛି ତାକୁ ପାଣି ଦିଅ କାଶ ହେଲା ତ ତାକୁ ପାଣି ଦେଲ କଣ କରୁଥିଲ ସାରିଆ ପାଣି ଦିଅ କୋଉଥିରେ ପାଣି ଆଣିଛୁ ଜାପାନ ଗିଲାସରେ ପାଣି ପିଉଥିବା ଝିଅକୁ ତୁ ଷ୍ଟିଲ ଗିଲାସରେ ପାଣି ଦଉଛୁ ନନା ଏମିତି ନିର୍ଦ୍ଦୟ ହେଇଯାଅନି ତମେ ରତି ହୃଦୟଟା ମୋର ପଥୁରିଆ ହେଇଯାଇ ଛୁଆଟା ତଣ୍ଟି ଶୁଖିଗଲା ମୋ ତଣ୍ଟିଟା ବି ଶୁଖିକି ସେଦିନ ଅଠାଳିଆ ହେଇଯାଏ ଓ ବୋଉ ମୋ ସିନ୍ଦୁର ସରିଗଲା ମରିଯିବ ବୋଉ ମରିଯିବ ମୋ ସିନ୍ଦୁର ଆଗରେ ଠିଆ ହେଇଥିବା ଓଡ଼ିଶା ନମ୍ବର ୱାନ୍ ଡ୍ରାମା ଭିଲିଆନ ସୀମା ପଟ୍ଟନାର କଳାକାର ପଡ଼ିଆକୁ ୟା ବାପା ହତ୍ୟା କରିଥିଲା ତମେ ମଣିଷ ନା ପଥର ମଣିଷ ପଡ଼ିଆ ଦେଖିଛୁ ବେଶୀ ଗପିବୁ ତ ପଥୁରିଆ ବିନ୍ଧା ଖାଇବୁ ନନା ମୋ କଥା ଟିକେ ଶୁଣ ନନା ତୁ ବି ମୋ କଥା ଶୁଣ ଏଇ ବଡ଼ ଲୋକର ଝିଅଟା ଯଦି ତୋ ପାଇଁ ବଡ଼ ତାହେଲେ ଭୁଲିଯିବୁ ତୋ ନନା ନିଷ୍ପତ୍ତି ତୋ ହାତରେ ମୋ କଥା ନ ମାନିଲେ କାଲ ଦୁଆର ନେଇ ଯିବୁ ଯେ ଆଉ ଅଯୋଧ୍ୟାକୁ ମନ ଲୋକ ମାରିଦିଅ ମତେ ମାରିଦିଅ ନନା ମାରିଦିଅ ସମ୍ପଦ ମୋ ପୁଅ ପୁଅ ହାତକୁ ଯାଉ ଭାବିଲେ ଇଏ ବୋଧେ ଆମ ଭାଗ୍ୟରେ ନଥିଲା ଏମିତି